ଏଇ କଦଳୀରେ ଆଜି କ'ଣ ବନେଇନି, ପ୍ରଥମେ କାହାକୁ ଖାଇତେ ନ ଦେଇ କାହିଁକି ଜଗନ୍ନାଥ ପାଖରେ ଭୋଗ ଲଗେଇଦେଲି, ଭିଡ଼ିଓଟା ନିଶ୍ଚୟ ଦେଖନ୍ତୁ। ପ୍ରଥମେ କଦଳୀଟା 2-3 ଦିନ ହେଲାଣି ଆଣିଥିଲେ, ସିଏ ପଡ଼ିଥିଲା। ମୋତେ କହିଥିଲେ ଯେ କଦଳୀଟା ଯେମିତି ନଷ୍ଟ ନ ହୁଏ, ସେଇଥିପାଇଁ ମୁଁ ଭାବିଲି ଆଜି ତ ମିଠା ଖାଇବା ପାଇଁ ବି ମନ ହେଉଛି, ସେଇଥିପାଇଁ କିଛି ଗୋଟେ କଦଳୀର ଗୋଟେ ମିଠା ଆଇଟମ୍ଟେ ବନେଇବା। ସେଇଥିପାଇଁ ପ୍ରଥମେ କ'ଣ କଲି ନା, କଦଳୀ ଆଉ କିଛି ଚିନି ମିଶେଇକିରି ପ୍ରଥମେ କଦଳୀକି ପେଷ୍ଟ କରିଦେଲି। ତାପରେ ମାଲପୁଆ ତ ଅଟାରେ ବନେଇ ହେବ ବି, ଆଉ ମଇଦାରେ ବନେଇ ହେବ। ମୁଁ କ'ଣ କଲି ନା, ଏଥିରେ ଅଟା ପକାଇଥିଲି। ଅଟା ଆଉ 2 ଚାମଚ ସୁଜି, ତାକୁ କଦଳୀ ପେଷ୍ଟ ତାକୁ ପକାଇ ଦେଇଥିଲି। ସେଥିରେ ଗୁଜୁରାତି ଗୁଣ୍ଡ, ପାନମଧୁରୀ ଆଉ ବେକିଂ ସୋଡ଼ା ତାକୁ ପକାଇକି ତାକୁ ଟିକେ ଭଲ ଭାବରେ ଗୋଳେଇକି 5 ମିନିଟ୍ ପାଇଁ ରଖିଦେଇଥିଲି। ତା ଭିତରେ ମୁଁ ଟିକେ ସିରା ବି ପ୍ରସ୍ତୁତ କରିଥିଲି। ସିରାରେ ଟିକେ ଗୁଜୁରାତି ଗୁଣ୍ଡ ପକାଇ ସିରା ହେଇଗଲା ପରେ ତାକୁ ଓହ୍ଲେଇ, ତାପରେ ମୁଁ ମାଲପୁଆକୁ ଗୋଟେ ଗୋଟେ କରିକି ଛାଣି ନେଇଥିଲି। ତାପରେ କ'ଣ କଲି ନା, ବୋଉ କହିଲା ମୋତେ ଦେ ମମ୍ମି ଖାଇଦେମି ନା, ମୁଁ କହିଲି ନା, ଆଜି ମାଲପୁଆ ବନିଛି ମାନେ ଜଗନ୍ନାଥଙ୍କର ବହୁତ ପସନ୍ଦ, ସେଥିପାଇଁ ଆଗରୁ ମୁଁ ଜଗନ୍ନାଥଙ୍କ ପାଖରେ ଭୋଗ ଲଗେଇବି। ନେଇକିରି ଜଗନ୍ନାଥଙ୍କ ପାଖରେ ମୁଁ ଭୋଗ ଲଗେଇ ଦେଇଥିଲି।